ସକାଳ ଥିଲା। ବଜାରର ରାସ୍ତା କଡ଼ରେ ଗୋଟିଏ ଝିଅ ବସିଥିଲା ମାଛର ଏକ ଛୋଟ ଟୋକେଇ ଧରି। ସେ ମାଛ ବିକୁଥିଲା। ତା ପୋଷାକ ଚିରି ଯାଇଥିଲା ଏବଂ ସେ ଏକ ପୁରୁଣା ସାଲୱାର ସୁଟ୍ ପିନ୍ଧିଥିଲା। 5 ବର୍ଷ ପୂର୍ବେ ଏକ ଭୟଙ୍କର ବନ୍ୟା ତାଙ୍କ ପରିବାରକୁ ତାଙ୍କଠାରୁ ଅଲଗା କରିଦେଇଥିଲା। ସେବେଠାରୁ ଶିଲା ମାଛ ବିକୁଥିଲା। କଷ୍ଟରେ ବଞ୍ଚିବା ପାଇଁ ସେ ଚୁପଚାପ ବସି ମାଛ ବିକୁଥିଲା। ସେତେବେଳେ ହଠାତ୍ ଏକ ମୋଟର ସାଇକେଲ ଧୂଳି ଉଡ଼ାଇଥିଲା। ତାଙ୍କ ପାଖରେ ଆସି ଠିଆ ହେଲା। ଜଣେ ପୋଲିସ ଇନ୍ସପେକ୍ଟର ମୋଟର ସାଇକେଲରେ ବସିଥିଲେ। ତାଙ୍କ ନାମ ଥିଲା ଇନ୍ସପେକ୍ଟର ସୁଶାନ୍ତ ମଣି। ତାଙ୍କ ମୁହଁରେ କ୍ରୋଧର ଛାପ ସ୍ପଷ୍ଟ ଭାବରେ ଦେଖାଯାଉଥିଲା। ଇନ୍ସପେକ୍ଟର ମୋଟର ସାଇକେଲରୁ ଓହ୍ଲାଇ ରାଗି ଚିତ୍କାର କଲେ, ହେ ଝିଅ, ରାସ୍ତା କଡ଼ରେ ବସି ମାଛ ବିକିବା ପାଇଁ ତୁମେ କିପରି ସାହସ କଲ? ତୁମେ ଅନ୍ୟ କୌଣସି ସ୍ଥାନ ପାଇଲ ନାହିଁ? ଏହା କ'ଣ ତୁମ ବାପାଙ୍କ ରାସ୍ତା? ତୁମେ ଯେଉଁଠାରେ ଇଚ୍ଛା ସେଠାରେ ବସିଗଲ। ମୁଁ ଏବେ ତୁମକୁ ଚାପୁଡ଼ା ମାରିବି। ଶିଲା ଭୟଭୀତ ହୋଇଗଲା। ସେ ହାତ ଯୋଡ଼ି କହିଲା, ଦୟାକରି ମହାଶୟ, ମୋତେ କ୍ଷମା କରନ୍ତୁ। ମୁଁ ସବୁବେଳେ ଏଠାରେ ମାଛ ବିକୁଛି ଏବଂ ମୁଁ ଏହିପରି ମୋର ଜୀବିକା ଅର୍ଜନ କରେ। ଯଦି ତୁମେ ମୋତେ ଏଠାରୁ ଘଉଡ଼ାଇ ଦେବ ତେବେ ମୁଁ କିପରି ବଞ୍ଚିବି? ଦୟାକରି ମହାଶୟ, ମୋତେ ଘଉଡ଼ାଇ ଦିଅନ୍ତୁ ନାହିଁ। ଇନ୍ସପେକ୍ଟର ଆହୁରି କ୍ରୋଧିତ ହୋଇ କହିଲେ, ଏତେ କାମ କର ନାହିଁ। ତୁମେମାନେ ଏଠାରେ ଟ୍ରାଫିକ୍ ଜାମ୍ କରିପାର। ତୁମେ ବୁଝିପାରୁଛ କି? ମୋ ସହିତ ହଇରାଣ କର ନାହିଁ। ଶୀଘ୍ର ଏଠାରୁ ଚାଲିଯାଅ, ନଚେତ୍ ତୁମକୁ ମାଡ଼ ଦିଆଯିବ। ଶିଲା କାନ୍ଦିବାକୁ ଲାଗିଲା। ସେ ହାତ ଯୋଡ଼ି କହିଲା, ମହାଶୟ, ଦୟାକରି ମୋତେ କ୍ଷମା କରନ୍ତୁ। ମୋ ପାଖରେ ବସିଛି। ଏଠାରୁ ଟ୍ରାଫିକ୍ ଜାମ୍ ହେବ ନାହିଁ। ମୁଁ ବହୁତ ଦିନ ଧରି ଏଠାରେ ମାଛ ବିକ୍ରି କରୁଛି। ମୋର କେବେ ଅସୁବିଧା ହୋଇନାହିଁ। ଦୟାକରି ମହାଶୟ, ମୋତେ ଛାଡ଼ିଦିଅ। ଏହା ଶୁଣି ଇନ୍ସପେକ୍ଟର କହିଲେ, ଠିକ୍ ଅଛି। ତୁମେ ଏଠାରେ ମାଛ ବିକ୍ରୟ କରିବାକୁ ଚାହୁଁଛ ନା? ଗୋଟିଏ କାମ କର, ମୋତେ 1 କିଲୋ ମାଛ ଦିଅ। ଯାହା ହେଉ ଆଜି ଘରେ କୌଣସି ତରକାରୀ ରନ୍ଧା ହୋଇନାହିଁ। ସଙ୍କୋଚ ହୋଇ ଶିଲା ଶୀଘ୍ର 1 କିଲୋ ମାଛ ଓଜନ କରି ଇନ୍ସପେକ୍ଟରଙ୍କୁ ଦେଲା। ଇନ୍ସପେକ୍ଟର ମାଛଟିକୁ ନେଇ କହିଲେ, ଦେଖ, ମୁଁ ଏହି ମାଛଟିକୁ ମାଗଣାରେ ନେଉଛି। ଯଦି ତୁମେ ମୋତେ ପ୍ରତିଦିନ ଏପରି ମାଛ ଦେଉଛ ତେବେ ତୁମେ ଏଠାରେ ବସି ମାଛ ବିକ୍ରୟ କରିପାରିବ, ନଚେତ୍ ମୁଁ ତୁମର କ'ଣ କରିବି ଭାବ। ଶିଲା ଭୟଭୀତ ହୋଇ କହିଲା, ମହାଶୟ, ମୁଁ ପ୍ରତିଦିନ ମାଛ ବିକ୍ରୟ କରେ। ଏହିପରି ମୁଁ ଟିକିଏ ଟଙ୍କା ରୋଜଗାର କରେ। ଯଦି ତୁମେ ପ୍ରତିଦିନ ମୋ ମାଛ ମାଗଣାରେ ନେବ ତେବେ ମୋର କ୍ଷତି ହେବ। ମୁଁ ନିଜକୁ ଖାଇବାକୁ ଦେଇପାରିବି ନାହିଁ। ଦୟାକରି ମହାଶୟ, ଏହା କରନ୍ତୁ ନାହିଁ। ଆଜି ମୋତେ ଟଙ୍କା ଦିଅନ୍ତୁ ନାହିଁ, କିନ୍ତୁ ଦୟାକରି ଯେତେବେଳେ ତୁମେ ଆଉଥରେ ମାଛ କିଣ ମୋତେ ଟଙ୍କା ଦେବ। ମାଛ ମହଙ୍ଗା ଏବଂ ବହୁତ ଲାଭ ନାହିଁ। ମୁଁ ଏହାକୁ କିପରି ମାଗଣାରେ ଦେଇପାରିବି? ଦୟାକରି ମହାଶୟ, ମୋର ଅସହାୟତା ବୁଝ। ଏହା ଶୁଣି ଇନ୍ସପେକ୍ଟର କ୍ରୋଧିତ ହୋଇଗଲେ, ଏବେ ତୁମେ ବାଜେ କଥା କହୁଛ। ତୁମେ ଜାଣିନାହଁ ମୁଁ କିଏ? ମୁଁ ଏହି ଅଞ୍ଚଳର ଇନ୍ସପେକ୍ଟର। ମୁଁ ଏଠାରେ ରାଜୁତି କରୁଛି। ମୋ ସହିତ ଅଧିକ ଯୁକ୍ତି କର ନାହିଁ, ନଚେତ୍ ମୁଁ ତୁମକୁ ଏବେ ଜେଲରେ ବନ୍ଦ କରିଦେବି। ମୁଁ ଅଧିକ ଝଗଡ଼ା ପସନ୍ଦ କରେ ନାହିଁ। ମୁଁ ଯାହା କହିବି ତାହା କରିବି। ମୁଁ ପ୍ରତିଦିନ ଆସି ମାଛ ନେଇଯିବି। ଯଦି ତୁମେ ଟଙ୍କା ମାଗ ତେବେ ମୁଁ ତୁମ ସହିତ ଏପରି କାମ କରିବି ଯାହା ତୁମେ କେବେ ସ୍ୱପ୍ନରେ ଭାବିନଥିବ, ବୁଝିଲ? ଏହା କହି ଇନ୍ସପେକ୍ଟର ରାଗି ତାଙ୍କ ମୋଟର ସାଇକେଲ ଉପରେ ବସି ଧୂଳି ଉଡ଼ାଇ ଚାଲିଗଲେ। ଶିଲା ସେଠାରେ ବସି ମନେ ମନେ ଭାବୁଥିଲେ, ଯଦି ଇନ୍ସପେକ୍ଟର ମୋ ମାଛ ପ୍ରତିଦିନ ମାଗଣାରେ ନେଇଯାଆନ୍ତି ତେବେ ମୋର କ'ଣ ହେବ? ମୁଁ ପ୍ରତିଦିନ ପ୍ରାୟ 2ରୁ 3 କିଲୋ ମାଛ ବିକ୍ରୟ କରେ, ମାତ୍ର ଅଳ୍ପ ଟଙ୍କା ରୋଜଗାର କରେ। ଯଦି ଇନ୍ସପେକ୍ଟର ସେହି ମାଛ ନେଇଯାଆନ୍ତି ତେବେ ମୁଁ ଭୋକିଲା ରହିବି। ମୁଁ କିଛି କିଣିପାରିବି ନାହିଁ କିମ୍ବା ମୁଁ ଠିକ୍ ଭାବରେ ଖାଇପାରିବି ନାହିଁ। ମୁଁ ଜାଣିନାହିଁ ଯେ ପରମେଶ୍ୱର ମୋ ଭାଗ୍ୟରେ କ'ଣ ଲେଖିଛନ୍ତି। ମୁଁ ଛୋଟ ବୟସରେ ମୋ ପରିବାର ଛାଡ଼ି ଦେଇଛି ଏବଂ ଏବେ ଏହି ଜୀବନ। ମୁଁ ଜାଣିନାହିଁ ଯେ ପରମେଶ୍ୱର କେବେ ମୋ ଭାଗ୍ୟ ବଦଳାଇବେ। ମୁଁ ପୁଣି କେବେ କିଛି ଖୁସି ପାଇବି। ପରଦିନ ଶିଲା ସକାଳୁ ଶୀଘ୍ର ଫେରିଆସି ମାଛ ବିକ୍ରୟ କରିବାକୁ ସେହି ସ୍ଥାନରେ ବସିଲା। କିଛି ସମୟ ପରେ ସେହି ଇନ୍ସପେକ୍ଟର ପୁଣି ସେଠାରେ ଆସି ଶିଲାଙ୍କ ଆଗରେ ଅଟକିଗଲା। ସେ ମୋଟର ସାଇକେଲରୁ ଓହ୍ଲାଇ କହିଲେ, କ'ଣ ହେଲା? ତୁମେ ମାଛ ଓଜନ କରିଛ, ଠିକ୍ ନା? ମୋତେ ଶୀଘ୍ର ଦିଅ। ମୋତେ ଘରକୁ ଯିବାକୁ ପଡ଼ିବ। ମୋର ବହୁତ କାମ ଅଛି। ଶିଲା ଧୀରେ ସ୍ୱରରେ କହିଲା, ଦୟାକରି ମହାଶୟ, ମାଛକୁ ଏପରି ମାଗଣାରେ ନିଅନ୍ତୁ ନାହିଁ। ମୁଁ ଗତକାଲି ଟଙ୍କା ହରାଇଥିଲି ଏବଂ ଆଜି ମଧ୍ୟ ମୁଁ ଟଙ୍କା ହରାଇବି। ଅତି କମ୍ରେ ମୋତେ ଅଧା ଟଙ୍କା ଦିଅ। ମହାଶୟ, ଯଦି ଆପଣ ପ୍ରତିଦିନ ମାଗଣାରେ ମାଛ ନେଉଥାନ୍ତି ତେବେ ମୁଁ ଭୋକିଲା ରହିବି। ମୋର ସାରା ଦିନ ନଷ୍ଟ ହୋଇଯିବ। ମୁଁ ନିଜକୁ ଖାଇବାକୁ ମଧ୍ୟ ସକ୍ଷମ ହେବି ନାହିଁ। ମୁଁ ହାତ ଯୋଡ଼ି ଅନୁରୋଧ କରୁଛି ମହାଶୟ, ଦୟାକରି ମାଛକୁ ମାଗଣାରେ ନିଅନ୍ତୁ ନାହିଁ। ଅତି କମ୍ରେ ମୋତେ ଅଧା ଟଙ୍କା ଦିଅ। ଠିକ୍ ସେତିକିବେଳେ ରାସ୍ତା ଆରପଟେ IPS ଅଫିସର ମ୍ୟାଡାମ୍ ଅଙ୍କିତା ନାୟକ କୌଣସି କାମରେ ଠିଆ ହୋଇଥିଲେ। ତାଙ୍କ ନଜର ଦୂରରୁ ମାଛ ବିକ୍ରୟ କରୁଥିବା ଝିଅ ଉପରେ ପଡ଼ିଲା। ଇନ୍ସପେକ୍ଟରଙ୍କ ମନୋଭାବ ଦେଖି ସେ ଅନୁଭବ କଲେ ଯେ କିଛି ଭୁଲ ହେଉଛି। ସେ ଝିଅଟି ବାରମ୍ବାର ହାତ ଯୋଡ଼ି କାହିଁକି ଦେଖୁଛି, ଯାହା ଦେଖିବା ପାଇଁ ସେ ଭଲ ଭାବରେ ଚାହିଁଲେ।
ଶିଲାଙ୍କ କଥା ଶୁଣି ଇନ୍ସପେକ୍ଟର ରାଗି କହିଲେ, ହେ ଝିଅ, ଏତେ ବିରକ୍ତ କର ନାହିଁ। ତୁମେ ବୁଝିପାରୁଛ କି ମୁଁ ସବୁ କିଛି ଜାଣେ, ତୁମର ଲାଭ ହେଉଛି କି କ୍ଷତି, କିନ୍ତୁ ଏହା ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ। ମୁଁ ମାଛ ଚାହୁଁଛି। ଯଦି ତୁମେ ହଇରାଣ କରିବାକୁ ଚେଷ୍ଟା କର ତେବେ ତୁମକୁ 2 ଥର ଚାପୁଡ଼ା ମାରିବି ଏବଂ ତୁମେ ତୁମର ଶିକ୍ଷା ଶିଖିବ। ଶୀଘ୍ର ମାଛ ମାପ କରି ମୋତେ ଦିଅ। ମୋତେ ଘରକୁ ଯିବାକୁ ପଡ଼ିବ। ମୋର ବହୁତ କାମ ଅଛି। ମୋତେ ହଇରାଣ କର ନାହିଁ, ବୁଝିପାରିଲୁ? ଶିଲା ପୁଣି ହାତ ଯୋଡ଼ି କହିଲା, ମହାଶୟ, ମୁଁ ଜଣେ ବହୁତ ଗରିବ ଝିଅ। ମୁଁ ମାଛ ବିକ୍ରୟ କରି ମୋର ଜୀବିକା ଅର୍ଜନ କରେ। ମୁଁ କଷ୍ଟରେ କିଛି ଟଙ୍କା ପାଏ। ମୁଁ ଖାଇବା ପାଇଁ ସେଥିରୁ କିଛି କିଣେ। ମୋର କୌଣସି ଘର ନାହିଁ, ପରିବାର ନାହିଁ। ମୁଁ ଆପଣଙ୍କୁ ଅନୁରୋଧ କରୁଛି ମହାଶୟ, ଦୟାକରି ମୋତେ ଏତେ କଷ୍ଟ ଦିଅ ନାହିଁ। ମୁଁ ଭୋକରେ ରହିବି। ତୁମ ଯୋଗୁଁ ମୋ ଜୀବନ ଆହୁରି ନଷ୍ଟକର ହୋଇଯିବ। ଦୟାକରି ମୋତେ କ୍ଷମା କର। ଅତି କମ୍ରେ ମାଛ ପାଇଁ ମୋତେ ଅଧା ଟଙ୍କା ଦିଅ। ଏହା ମୋର ଖର୍ଚ୍ଚ ପୂରଣ କରିବ। ଭଗବାନଙ୍କ ନାମରେ ମୋତେ ଅଧା ଟଙ୍କା ଦିଅ ମହାଶୟ। ମୋ ପରି ଗରିବ ଲୋକଙ୍କ ପେଟରେ ଲାତ ମାର ନାହିଁ। ଏହା ଶୁଣି ଇନ୍ସପେକ୍ଟର ରାଗିଗଲେ ଏବଂ ଶିଲାଙ୍କ ଗାଲରେ ଏକ ଜୋରରେ ଚାପୁଡ଼ା ମାରିଲେ। ତୁମେ ବହୁତ କହୁଛ। ମୁଁ ପୂର୍ବରୁ ବିରକ୍ତ ଅଛି, ଆଉ ତୁମେ ପରିସ୍ଥିତିକୁ ଆହୁରି ଖରାପ କରୁଛ। ଦେଖ, ମୁଁ ତୁମକୁ ବୁଝାଇ କହି ଥକି ଯାଇଛି। ମୋତେ ରଗାଅ ନାହିଁ, ବୁଝିଲ? ନଚେତ୍ ମୁଁ ତୁମକୁ ଏବେ ଜେଲରେ ପକାଇଦେବି ଏବଂ ତୁମେ ଜୀବନ ସାରା ସେଠାରେ ପଚିଯିବ। ମୁଁ ଭଦ୍ର ଭାବରେ କହୁଛି, ମୋତେ ମାଛ ଦିଅ। ନଚେତ୍ ଯଦି ତୁମେ ମୋର ପ୍ରକୃତ ଚେହେରା ଦେଖିବ ତେବେ ତୁମର ଚେତା ଆସିବ। ମୁଁ ତୁମକୁ ଏତେ ଜୋରରେ ପିଟିବି ଯେ ତୁମେ ଚାଲିପାରିବ ନାହିଁ। ରାସ୍ତା ପାଖରେ ଠିଆ ହୋଇ IPS ଅଧିକାରୀ ଅଙ୍କିତା ନାୟକ ଦେଖିଲେ ଯେ ଇନ୍ସପେକ୍ଟର ଝିଅଟିକୁ ଚାପୁଡ଼ା ମାରିଛନ୍ତି। ତାଙ୍କ ମୁହଁ କ୍ରୋଧରେ ଲାଲ ହୋଇଗଲା। ସେ ମନେ ମନେ ଭାବିଲା, ଏହି ଇନ୍ସପେକ୍ଟର କେତେ ତଳକୁ ଖସି ଯାଇଛନ୍ତି। ମୁଁ ଜାଣିନାହିଁ ଯେ ଏହି ଗରିବ ଝିଅ ଉପରେ କାହିଁକି ହାତ ଉଠାଇଲେ। ଏହା ସ୍ପଷ୍ଟ ଭାବରେ ଏକ ଅପରାଧ। ତାଙ୍କୁ ଏହା କରିବା ଉଚିତ ନଥିଲା, କିନ୍ତୁ ସେ ଚୁପ୍ ରହିଲେ। ସେ ଜାଣିବାକୁ ଚାହୁଁଥିଲେ ଯେ ଇନ୍ସପେକ୍ଟର ଏପରି କାହିଁକି କରିଛନ୍ତି ଏବଂ ଘଟଣା କ'ଣ। ସେ ଭାବିଥିଲେ ଯେ ଇନ୍ସପେକ୍ଟର ଯିବା ପରେ ହିଁ ସେ ଝିଅଟିକୁ ପଚରାଉଚରା କରିବେ ଏବଂ ସମ୍ପୂର୍ଣ୍ଣ ସତ୍ୟ ଜାଣିପାରିବେ। ସେଥିପାଇଁ ସେ ସେଠାରେ ଚୁପ୍ ଠିଆ ହୋଇ ସବୁକିଛି ସତର୍କତାର ସହିତ ଦେଖୁଥିଲେ। ଏହି ସମୟରେ ଶିଲା ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। କାନ୍ଦି କାନ୍ଦି ସେ କହିଲେ, ଠିକ୍ ଅଛି ମହାଶୟ, ମୁଁ ଆପଣଙ୍କୁ ମାଛ ଦେବି। ଏହା କହି ଶିଲା ଧୀରେ ଧୀରେ ଥରି ଥରି ହାତରେ 1 କିଲୋଗ୍ରାମ ମାଛ ଓଜନ କରି ଇନ୍ସପେକ୍ଟରଙ୍କୁ ଦେଲେ। ଇନ୍ସପେକ୍ଟର ମାଛଟିକୁ ନେଇ ରାଗରେ କହିଲେ, ତୁମେ ବୁଝିଲ, ଯଦି ମୁଁ କାଲି କିମ୍ବା ପରଦିନ ଆସିବି ଏବଂ ତୁମେ ପୁଣି ଏହି କୌଶଳ ଚେଷ୍ଟା କରିବ ନାହିଁ ତେବେ ମୁଁ ତୁମର କ'ଣ କରିବି ତୁମେ କଳ୍ପନା ମଧ୍ୟ କରିପାରିବ ନାହିଁ। ମୁଁ ପୂର୍ବରୁ ମାନସିକ ଅସ୍ଥିର। ତୁମେ ମୋ ପାଇଁ ପୂର୍ବରୁ ମାଛ ଓଜନ କରିନେବ। ସମଗ୍ର ଅଞ୍ଚଳ ମୋତେ ଭୟ କରୁଛି, ବୁଝିଲ? ମୋର ସାମ୍ନା କର ନାହିଁ, ନଚେତ୍ ତୁମେ ଜୀବନ ସାରା ଜେଲରେ ପଚିଯିବ। ଏହା କହି ସେ ତାଙ୍କ ମୋଟର ସାଇକେଲରେ ଚଢ଼ିଲେ, ଏହାକୁ ଷ୍ଟାର୍ଟ କଲେ ଏବଂ ଚାଲିଗଲେ। ଶିଲା ରାସ୍ତା କଡ଼ରେ କାନ୍ଦି କାନ୍ଦି ସେଠାରେ ବସି ରହିଲେ। କିଛି ସମୟ ପରେ ରାସ୍ତାର ଅନ୍ୟ ପାର୍ଶ୍ୱରେ ଠିଆ ହୋଇଥିବା IPS ଅଙ୍କିତା ଧୀରେ ଧୀରେ ଶିଲା ପାଖକୁ ଗଲେ ଏବଂ ପ୍ରେମପୂର୍ଣ୍ଣ କିନ୍ତୁ ଗମ୍ଭୀର ସ୍ୱରରେ ପଚାରିଲେ, ସେ ଇନ୍ସପେକ୍ଟର ତୁମକୁ କ'ଣ କହୁଥିଲେ? ସେ ତୁମ ସହିତ ଏପରି କାହିଁକି କଲେ? ଶିଲା ଅଙ୍କିତାକୁ ଦେଖି ପ୍ରଥମେ ଭୟଭୀତ ହୋଇଗଲେ। ସେ ଭାବିଲେ ଯେ ଏହି ମହିଳା ପୋଲିସ ଅଧିକାରୀ ମଧ୍ୟ ଏପରି ହୋଇପାରନ୍ତି। ସେ ଧୀରେ କହିଲେ, କିଛି ନାହିଁ ମ୍ୟାଡାମ, ଇନ୍ସପେକ୍ଟର ମାଛ କିଣି ନେଇଗଲେ। ଶିଲାଙ୍କ କଥା ଶୁଣି ଅଙ୍କିତା ନାୟକ ଏକ ଅଜବ ଅନୁଭବ କଲେ, ଯେପରି ତାଙ୍କ ସାମ୍ନାରେ ବସିଥିବା ଝିଅଟି ତାଙ୍କର। ସେ ପୁଣି କହିଲେ, କିନ୍ତୁ ସେ ତୁମକୁ ଚାପୁଡ଼ା ମାରିଲେ? ମୁଁ ଏହା ନିଜ ଆଖିରେ ଦେଖିଲି। ମୋ ଠାରୁ କିଛି ଲୁଚାଇବ ନାହିଁ। ମୋତେ ସତ୍ୟ କୁହ, କ'ଣ ଘଟିଛି? କୌଣସି ଇନ୍ସପେକ୍ଟର ବିନା କାରଣରେ କାହାକୁ ପିଟିବେ ନାହିଁ। କିଛି ନା କିଛି ଘଟିଛି। କ'ଣ ଘଟିଛି ମୋତେ କୁହ। ଶିଲା ଭୟରେ କହିଲା, ମ୍ୟାଡାମ, ମୁଁ ଗତକାଲି ଏଠାରେ ମାଛ ବିକୁଥିଲି। କେବଳ ଗତକାଲି ନୁହେଁ, ମୁଁ ଏଠାରେ ବହୁତ ଦିନ ଧରି ବସିଛି। ତାପରେ ଏହି ଇନ୍ସପେକ୍ଟର ଆସି ମୋତେ ଗାଳି ଦେଲେ। ସେ ମୋ ଠାରୁ ମାଗଣାରେ 1 କିଲୋ ମାଛ ନେଇଥିଲେ ଏବଂ କହିଥିଲେ ଯେ ସେ ପ୍ରତିଦିନ ଆସି ଏହାକୁ ନେଇଯିବେ, କିନ୍ତୁ ସେ ଟଙ୍କା ଦେବେ ନାହିଁ। ମୁଁ ତାଙ୍କୁ ଅନୁରୋଧ କଲି, କାନ୍ଦିଲି ଏବଂ ଅନୁରୋଧ କଲି, କିନ୍ତୁ ସେ ଶୁଣିଲେ ନାହିଁ। ଗତକାଲି ସେ ଜୋର ଜବରଦସ୍ତ ମାଛ ନେଇଥିଲେ ଏବଂ ଆଜି ଯେତେବେଳେ ମୁଁ ମନା କଲି ସେ ମୋତେ ଚାପୁଡ଼ା ମାରିଲେ। କାନ୍ଦି କାନ୍ଦି ସେ ଆହୁରି କହିଲେ, ମ୍ୟାଡାମ, ମୁଁ ଜଣେ ବହୁତ ଗରିବ ଝିଅ। ମୁଁ ମୋ ଜୀବିକା ପାଇଁ ଦିନକୁ କେବଳ ଅଳ୍ପ ଟଙ୍କା ରୋଜଗାର କରେ। ଯଦି ଇନ୍ସପେକ୍ଟର ପ୍ରତିଦିନ ମାଗଣାରେ 1 କିଲୋ ମାଛ ନିଅନ୍ତି ତେବେ ସବୁ ସରିଗଲା। ମୁଁ କ୍ଷତିରେ ରହିବି। ମୁଁ ନିଜକୁ କିପରି ଖାଇବାକୁ ଦେବି? ମୁଁ କ'ଣ ଖାଇବେ? ମୁଁ କିପରି ବଞ୍ଚିବି? ଶିଲାର କଥା ଶୁଣି ଅଙ୍କିତାକୁ ଲାଗିଲା ଯେପରି ସେ ଜଣେ ପ୍ରିୟଜନଙ୍କ ଦୁଃଖ ଶୁଣୁଛନ୍ତି। ତାଙ୍କ ଆଖି ଲୁହରେ ପୂର୍ଣ୍ଣ ହୋଇଗଲା। ସେ ଧୀରେ ଧୀରେ ପଚାରିଲେ, ଆପଣଙ୍କର କେହି ନାହାନ୍ତି କି? ଶିଲା ମୁଣ୍ଡ ନଇଁ କହିଲା, ନା ମ୍ୟାଡାମ,
ମୋର କେହି ନାହାନ୍ତି। 5-6 ବର୍ଷ ପୂର୍ବେ ଆମ ଗାଁରେ ଏକ ଭୟଙ୍କର ବନ୍ୟା ଆସିଥିଲା। ସେହି ବନ୍ୟାରେ ଆମର ପରିବାର ଭାଙ୍ଗି ପଡ଼ିଥିଲା। ମୁଁ ଜାଣିନାହିଁ କିଏ ବଞ୍ଚିଛି ଏବଂ କିଏ ନାହିଁ। ମୋ ଭାଗ୍ୟର ଶିକାର। ମୁଁ କୌଣସି ପ୍ରକାରେ ବଞ୍ଚିବାକୁ ସକ୍ଷମ ହେଉଛି। ମୋ ଭାଗ୍ୟରେ କ'ଣ ଲେଖା ଅଛି ତାହା ମୁଁ ଜାଣିନାହିଁ। ଏହା ଶୁଣି ଅଙ୍କିତା ହୃଦୟରୁ ଆଶ୍ଚର୍ଯ୍ୟ ହୋଇଗଲା। ହଠାତ୍ ସବୁକିଛି ତାଙ୍କ ପାଇଁ ବୁଝିବା ପରି ଲାଗିଲା। ସେ ଥରି ଥରି କଣ୍ଠରେ ପଚାରିଲେ, ତୁମର ନାମ କ'ଣ? ଶିଲା ଉତ୍ତର ଦେଲା, ମୋର ନାମ ଶିଲା ନାୟକ। ଏହା ଶୁଣି ଅଙ୍କିତା ସମ୍ପୂର୍ଣ୍ଣ ନିଶ୍ଚିତ ହୋଇଗଲା ଯେ ଏହା ତାଙ୍କର ସାନ ଭଉଣୀ, ଯାହାକୁ ସେ 5 ବର୍ଷ ପୂର୍ବେ ବନ୍ୟାରେ ହରାଇ ଦେଇଥିଲେ। ଆଜି ଏତେ ବର୍ଷ ପରେ ତାଙ୍କ ଭଉଣୀ ତାଙ୍କ ଆଗରେ ଠିଆ ହୋଇଥିଲେ। ଅଙ୍କିତା ତୁରନ୍ତ ଶିଲାକୁ କୁଣ୍ଢାଇ ପକାଇଲେ। କାନ୍ଦି କାନ୍ଦି ପଚାରିଲେ, ତୁମେ ଜାଣ ତୁମର ଜଣେ ବଡ଼ ଭଉଣୀ ଅଛି କି ନାହିଁ? ଶିଲା ଉତ୍ତର ଦେଲା, ହଁ ମୁଁ ଜାଣେ, କିନ୍ତୁ ମୁଁ ଜାଣିନାହିଁ ସେ କେଉଁଠି ଅଛନ୍ତି କିମ୍ବା ସେ ବଞ୍ଚିଛନ୍ତି କି ନାହିଁ। ଅଙ୍କିତାଙ୍କ ଆଖିରୁ ଲୁହ ଝରି ଆସିଲା। ସେ ଶିଲାକୁ ଜୋରରେ କୁଣ୍ଢାଇ ଧରି କହିଲେ, ମୁଁ ଅଙ୍କିତା, ତୁମର ବଡ଼ ଭଉଣୀ ଏବଂ ତୁମେ ମୋର ସାନ ଭଉଣୀ ଶିଲା। ମୋତେ କ୍ଷମା କର ଭଉଣୀ, ଏତେ ବର୍ଷ ଧରି ମୁଁ ତୁମକୁ ପାଇଲି ନାହିଁ। ଦୁଇ ଭଉଣୀ ପରସ୍ପରକୁ କୁଣ୍ଢାଇ କାନ୍ଦି ପକାଇଲେ। ତାପରେ ଅଙ୍କିତା ଇନ୍ସପେକ୍ଟରଙ୍କ ବିଷୟରେ ସବୁ କିଛି ପଚାରିଲେ। ଶିଲା ବର୍ଣ୍ଣନା କଲେ ସେ କିପରି ତାଙ୍କୁ ଧମକାଇଲେ, ମାଡ଼ ମାରିଥିଲେ ଏବଂ ମାଗଣାରେ ମାଛ ଧରିବାକୁ ବାଧ୍ୟ କରିଥିଲେ। ତାହା ବିସ୍ତୃତ ଭାବରେ ବର୍ଣ୍ଣନା କଲେ। ଏସବୁ ଶୁଣି ଅଙ୍କିତାଙ୍କ ଆଖି ଲୁହରେ ଭରିଗଲା। ସେ କାନ୍ଦି କାନ୍ଦି ତାଙ୍କ ଭଉଣୀକୁ କ୍ଷମା ମାଗିବାକୁ ଲାଗିଲେ। ତାପରେ ସେ କହିଲେ, ଏବେଠାରୁ ତୋତେ ମାଛ ବିକ୍ରୟ କରିବାକୁ ପଡ଼ିବ ନାହିଁ। ତୁମେ ଜାଣ, ମୁଁ ଜଣେ IPS ଅଧିକାରୀ। ମୁଁ 1 ବର୍ଷ ପୂର୍ବରୁ ଚାକିରି ପାଇଥିଲି। ମୁଁ ଏକ ଭଲ ଘର ମଧ୍ୟ ତିଆରି କରିଛି। ଆଜିଠାରୁ ତୁ ମୋ ସହିତ ସେଇ ଘରେ ରହିବୁ। ତୋତେ କୌଣସି ବିଷୟରେ ଚିନ୍ତା କରିବାକୁ ପଡ଼ିବ ନାହିଁ। ଏବେଠାରୁ କେହି ତୋତେ ହଇରାଣ କରିବେ ନାହିଁ କିମ୍ବା ତୋତେ ମାଡ଼ ମାରିବାକୁ ସାହସ କରିବେ ନାହିଁ ଏବଂ ମୁଁ ନିଶ୍ଚିତ ଭାବରେ ସେ ଇନ୍ସପେକ୍ଟରଙ୍କୁ ଦଣ୍ଡ ଦେବି ଏବଂ ସେ ଏକ ଅପରାଧ କରିଛି। ମୁଁ ତାକୁ ନିଲମ୍ବିତ କରି ତା'ର ସ୍ଥାନ ଦେଖାଇବି। ଏହା କହି ଦୁଇ ଭଉଣୀ ଘରକୁ ଚାଲିଗଲେ। ଘରେ ପହଞ୍ଚିବାର କିଛି ସମୟ ପରେ ଅଙ୍କିତାଙ୍କ ମନରେ ଏକ ଧାରଣା ଆସିଥିଲା। କାହିଁକି ସେ ଇନ୍ସପେକ୍ଟରଙ୍କୁ ସର୍ବସାଧାରଣରେ ନିଲମ୍ବିତ କରାଯିବ ନାହିଁ, ଯାହାଦ୍ୱାରା ସମସ୍ତେ ସତ୍ୟ ଜାଣିପାରିବେ ଏବଂ କେହି ପୁଣି ଗରିବଙ୍କ ଉପରେ ଅତ୍ୟାଚାର କରିପାରିବେ ନାହିଁ। ଏହି ଚିନ୍ତାଧାରା ମନରେ ରଖି ସେ ପରଦିନ ତାଙ୍କ ଭଉଣୀଙ୍କୁ ମାଛ ବିକ୍ରୟ କରିବାକୁ ସେହି ସ୍ଥାନକୁ ପଠାଇଥିଲେ। ଅଙ୍କିତା ଅଳ୍ପ ଦୂରରେ ଏକ ଦୋକାନ ପାଖରେ ଠିଆ ହୋଇ ନୀରବରେ ଦେଖୁଥିଲା। ସେ ସମଗ୍ର ଘଟଣା ରେକର୍ଡ କରିବା ପାଇଁ ଶିଲାର ଡ୍ରେସ୍ରେ ଏକ ଗୁପ୍ତ କ୍ୟାମେରା ମଧ୍ୟ ଲଗାଇଥିଲେ। କିଛି ସମୟ ଅପେକ୍ଷା କରିବା ପରେ ସେହି ଇନ୍ସପେକ୍ଟର ପହଞ୍ଚିଗଲେ। ସେ ତାଙ୍କ ମୋଟର ସାଇକେଲରୁ ଓହ୍ଲାଇବା ମାତ୍ରେ ସେ ରାଗି କହିଲେ, ଝିଅ, ଆଜି ଏତେ ହଇରାଣ କର ନାହିଁ। ତୁ ମାଛ ବାହାର କରିସାରିଛୁ, ଠିକ୍ ନା? ମୋତେ ଶୀଘ୍ର ଦେ। ଇନ୍ସପେକ୍ଟରଙ୍କ କଥା ଶୁଣି ଶିଲା କହିଲା, ମହାଶୟ, ଦୟାକରି ମୋତେ ମାଛ ପାଇଁ ଟଙ୍କା ଦେବାକୁ ପଡ଼ିବ। ଗତକାଲି ମୋର ବହୁତ କ୍ଷତି ହୋଇଛି। ମୁଁ ଭୋକିଲା ଅଛି। ଯଦି ମୁଁ ଟଙ୍କା ରୋଜଗାର ନ କରେ ତେବେ ମୁଁ କ'ଣ ଖାଇବି? ତୁମେ ଲୋକମାନେ ଆସି ଗରିବଙ୍କ ଅଧିକାର ହଇରାଣ କର। ଆମେ ମାଛ ବିକ୍ରୟ କରି କଷ୍ଟରେ ଜୀବିକା ନିର୍ବାହ କରୁ ଏବଂ ତୁମେ ମାଗଣାରେ ମାଛ ନେଇ ଆମକୁ ଆହୁରି ଅସୁବିଧାରେ ପକାଉଛ। ତୁମେ ଆମ ପେଟକୁ ଲାତ ମାରୁଛ। ଯଦି ଆମେ କାମ ନ କରୁ ତେବେ ଆମେ ଗୋଟିଏ ବି ଖାଦ୍ୟ ପାଉନାହୁଁ। ଏହା ଶୁଣି ଇନ୍ସପେକ୍ଟର କ୍ରୋଧରେ ଫାଟି ପଡ଼ିଲେ ଏବଂ ଶିଲାଙ୍କ ଗାଲରେ ଏକ ଜୋରରେ ଚାପୁଡ଼ା ମାରିଲେ। ଚାପୁଡ଼ା ପଡ଼ିବା ମାତ୍ରେ ଅଙ୍କିତା ଦୋକାନରୁ ବାହାରକୁ ଆସି ଇନ୍ସପେକ୍ଟରଙ୍କ ସମ୍ମୁଖରେ ଠିଆ ହେଲେ। ସେ ରାଗି ଘୋଷଣା କଲେ, ଇନ୍ସପେକ୍ଟର ସୁଶାନ୍ତ ମଣି, ମୁଁ ତୁମକୁ ତୁରନ୍ତ ନିଲମ୍ବିତ କରୁଛି। ଏହା ଶୁଣି ଇନ୍ସପେକ୍ଟର ସୁଶାନ୍ତ ମଣିଙ୍କ ମୁହଁ ଲାଲ ହୋଇଗଲା। ସେ ଆଶ୍ଚର୍ଯ୍ୟ ହୋଇ ଶିଲାକୁ ଚାହିଁଲେ। ସେ ସଂକୋଚ କରି କହିଲେ, ମ୍ୟାଡ଼ାମ୍, ମୁଁ କ୍ଷମା ପ୍ରାର୍ଥନା କରୁଛି। ଅଙ୍କିତା କଠୋର ସ୍ୱରରେ କହିଲେ, ମୁଁ ତୁମ ବିଷୟରେ ସବୁ କିଛି ଜାଣିଛି। ମୁଁ ତୁମକୁ ସମ୍ପୂର୍ଣ୍ଣ ତଦନ୍ତ ପରେ ହିଁ ନିଲମ୍ବିତ କରୁଛି। ଆଜିଠାରୁ ତୁମେ ୟୁନିଫର୍ମ ପିନ୍ଧି ପାରିବ ନାହିଁ। ତୁମେ ବିନା କାରଣରେ ଜଣେ ଗରିବ ଝିଅକୁ ଆକ୍ରମଣ କଲ। ତୁମେ ତା'ର ଜୀବିକା ହରଣ କଲ। ଏହା ଏକ ଗୁରୁତର ଅପରାଧ। ତୁମେ ଆଇନ ବିରୁଦ୍ଧରେ କାମ କରି ଗରିବ ଲୋକଙ୍କୁ ଲୁଟିଛ। ଇନ୍ସପେକ୍ଟର ହସି ହସି କହିଲେ, ତୁମ ପାଖରେ ମୋ ଅପରାଧର କ'ଣ ପ୍ରମାଣ ଅଛି? ଅଙ୍କିତା ସାମାନ୍ୟ ହସି ଉତ୍ତର ଦେଲେ, ତୁମେ କ'ଣ ପ୍ରମାଣ ଚାହୁଁଛ? ସେଥିପାଇଁ ମୁଁ ଏହା ପୂର୍ବରୁ ବ୍ୟବସ୍ଥା କରିସାରିଛି। ଏହା କହି ସେ ରେକର୍ଡ ହୋଇଥିବା ଭିଡ଼ିଓ ଦେଖାଇଲେ। ଇନ୍ସପେକ୍ଟର ଭୟରେ ଥରି ଉଠିଲେ। ସେ ହାତ ଯୋଡ଼ି କହିଲେ, ଦୟାକରି ମ୍ୟାଡ଼ାମ୍, ମୋତେ କ୍ଷମା କରନ୍ତୁ। ମୁଁ ଏକ ଗୁରୁତର ଭୁଲ କରିଛି। ମୁଁ ଜାଣିନଥିଲି ଯେ ମୁଁ ଏତେ ଗୁରୁତର ଅପରାଧ କରୁଛି। ଦୟାକରି ମୋତେ କ୍ଷମା କରନ୍ତୁ। ଅଙ୍କିତା ରାଗି କହିଲା, ତୁମେ କିପରି ବାରମ୍ବାର ଜଣେ ଗରିବ ଝିଅକୁ ଲୁଟିଛ, ସବୁକିଛି ପ୍ରକାଶ ପାଇଛି। ଯଦି ମୁଁ ଆଜି ଏଠାରେ ନଥାନ୍ତି ତେବେ କିଏ ଜାଣେ ତୁମେ ଏହିପରି କେତେ ଗରିବ ଲୋକଙ୍କୁ ଲୁଟିଥାନ୍ତ। ଏବେ ପରବର୍ତ୍ତୀ କାର୍ଯ୍ୟ କୋର୍ଟରେ ହେବ ଏବଂ ତୁମେ ଜେଲକୁ ଯିବ। ତୁମେ ଛୋଟ ଅପରାଧ କରିନାହଁ, ବରଂ ଏକ
गुरुतर अपराध करिच एवं तुमको परिणाम भोगिबाको पड़िबो। तापरे अंकिता शीला को इंगित करी कहिला एवं एही झीटी कौनसी साधारण झील नुहे, से मोर सान भौणी। आज मु ता सहित ठिया होईची, एबे ताको छुई मते देखाओ। अंकिता शीला को घर को नहीं गला। एही समय इंस्पेक्टर सुशांत मणि का अवस्था खराब थिला। से भୟରେ सारा राति सोई पारले नहीं। से जानिथिले जे मामला नियंत्रण बाहरे। परदिन मामला सीधा कोर्ट को गला। कोर्ट रे भिड़ थिला। विचारपति तांको चौकी रे बसिथिले। पुलिस, वकील, गणमाध्यम एवं किछि साधारण लोक मध्य उपस्थित थिले। इंस्पेक्टर सुशांत मणि साक्षी बाक्स रे ठिया होइथिले। तांका मुह मलिन थिला, तांका आखि तळको पड़ी जाइथिला। प्रथमे विचारपति कहले झील को डाकिबाकु दियो। शीला धीरे धीरे आगको आसिले। तांका मुहरे भय थिला, किंतु आज तांका भौणी अंकिता तांका सहित ठिया होइथिले। सेथिपाई से टिके साहस पाइले। विचारपति धीरे पचारिले, झील भय न करी मते सत्य कह, तुमर कौन होईची? शीला थरी थरी कंठरे उत्तर देला, महाशय मो रास्ता कड़े माछ बिकुए। यही उपाय मु मोर जीविका अर्जन करे। यही इंस्पेक्टर प्रतिदिन आसुतिले। से मते धमक देउथिले एवं जोर जबरदस्त मागणारे माछ नहीं जाउथिले। जेतेबेले मु टंका मागुथिली से मते गाली देउथिले, धमकाउथिले एवं अनेक थर मते माड़ मध्य देउथिले। सेही दिन मते समस्तक सम्मुखरे चापुड़ा मारिथिले। जदि मु तांको माछ न दिए तेबे से मते जेल रे पकाई देबे बोली धमक देइथिले। कोर्ट रे नीरवता घिरीगला। विचारपति पचारिले, आपणक पाखरे यार कौनसी प्रमाण अछि कि? तापरे सरकारी वकील ठिया होई कहले, हाँ महाशय आमर संपूर्ण वीडियो प्रमाण अछि। तापरे कोर्ट रे सीसीटीवी कैमेरा रेकर्डिंग चलिला। वीडियो रे स्पष्ट भाव में देखा जाउथिला जे इंस्पेक्टर शीला को गाली देउचंती, तांको धमक देउचंती, मागणारे माछ नेउचंती एवं तापरे तांको चापुड़ा मारुचंती। वीडियो चलिबा मात्रे कोर्ट रूम रे थिबा लोक माने फुसफुस करबाकू लागिले। इंस्पेक्टर सुशांत मणि का मुह फीका पड़ीगला। तांका मुंड आहुरी तळको नहीं गला। विचारपति तापरे आईपीएस अंकिता को डाकिबाको निर्देश देले। अंकिता आत्मविश्वास सहित आगक पाद देले। विचारपति पचारिले, आपण जहाँ जानती ताहा कोर्ट को कहतु। अंकिता स्पष्ट भाव में कहले, हे मिलर्ड मु इंस्पेक्टर को मो आखिरे जड़े गरीब झील को आक्रमण करिवार देखिली। मोर संदेह है, तेणु मु प्रमाण संग्रह कली। ए झीटी मोर सान भौणी, किंतु एहा पूर्वरु से जड़े साधारण गरीब नागरिक थिले। आईन समस्तक पई समान। जड़े पुलिस अधिकारी भाव में से तांको क्षमतार अपव्यवहार करथिले, जहा क्षमायोग्य नुहे। इंस्पेक्टर वकील सुशांत मणि को रक्षा करने को चेष्टा कले, किंतु वीडियो एवं साक्ष्य निरर्थक प्रमाणित है। किछि समय पर विचारपति राय सुनाइले। कोर्ट रे समस्ते ठिया हेले। विचारपति कठोर स्वर में कहले, इंस्पेक्टर सुशांत मणि तांका पदवीर अपव्यवहार करिसंती। से जणे गरीब महिला टंका आदाय करथिले एवं तांको हिंसार शिकार करथिले। यह एक गुरुतर अपराध। तेणु कोर्ट को निर्देश दियंती जे अभियुक्त को तुरंत निलंबित करा जाय न्यायिक हेफाजत रे जेल पठा जाओ। यह शुणी इंस्पेक्टर गोड़ थरी उठिला। पुलिस तांको गिरफ करी नहीं गला। शीला आखिरे लुह झरीगला, किंतु आज एही लुह जंत्रणार नुहे बरम न्यायर थिला। अंकिता तांका हाथ धरी कहले, भय कर नाही भौणी, एबे सबकिछि ठीक होई जिवो। गणमाध्यम कोर्ट बाहर ठिया होइथिला। लोक माने कहुथिले, आज प्रकृतरे न्याय मिलिला। गरीबंक स्वर शुणागला। शीला आकाश को चाहि निजको कहले, हुए तो भगवान एबे मोर भाग्य परिवर्तन करुछंती। बंधु माने जदि आपण एही वीडियो को उपभोग करिसंती, दयाकरी एहाको लाइक करंतु, एहाको यथा संभव लोकों सहित शेयर करंतु एवं आमर चैनल को सब्सक्राइब करने को भूलंतु नहीं। से पर्यंत धन्यवाद। नमस्कार। जय जगन्नाथ।